ନାରୀ ଓ ପୁରୁଷମାନଙ୍କର କିଛି ନିହାତି ଜାଣିବା କଥା। ଗୋଟିଏ ସିଗାରେଟ 11 ମିନିଟ ଆୟୁ କମାଇ ଦିଏ। ଅତି ଭକ୍ତି, ଅତି ଧନ, ଅତି ଲୋଭ, ଅତି ସୁନ୍ଦରୀ ନାରୀ ବିପଦର କାରଣ। ଓଧବାୟୁ ତ୍ୟାଗ ହେଲେ ଉଚ୍ଚ ରକ୍ତଚାପ କମିଥାଏ। ଯେଉଁମାନେ ରାତିରେ ବାରମ୍ବାର ପରିସ୍ରା କରନ୍ତି ସେମାନେ ରାତିରେ ପାଣି ପିଇବା ଉଚିତ ନୁହେଁ। ସ୍ତ୍ରୀକୁ ଅନ୍ୟ ସହିତ ଛାଡ଼ିବେ ନାହିଁ। ହୁଳହୁଳି ନାଦରେ ମଙ୍ଗଳ ସାଧିତ ହୋଇଥାଏ। ନିଜର ସ୍ତ୍ରୀ ହିଁ ପ୍ରକୃତ ବନ୍ଧୁ। ଶାରୀରିକ ଶ୍ରମ କରୁଥିଲେ କଦଳୀ ଖାଇବେ। କୌଣସି ଡବା ଘରେ ଖାଲି ରଖିବେ ନାହିଁ। ସକାଳେ ଖାଲି ପେଟରେ କଦଳୀ ଖାଇବେ ନାହିଁ। କାର୍ତ୍ତିକ ମାସରେ କଲରା ଓ ବାଇଗଣ ଖାଇବେ ନାହିଁ। ମାଘ ମାସରେ ମୂଳା ଖାଇବେ ନାହିଁ। ବ୍ୟଭିଚାରିଣୀର ଶତ୍ରୁ ତାର ସ୍ୱାମୀ। ଶୋଇବା ଘରେ ଅଇଁଠା ବାସନ କୁସନ ରଖିବେ ନାହିଁ। ଦର ସିଝା ମାଂସ ଖାଇବେ ନାହିଁ। ଆଦର୍ଶ ଗୁରୁ ନ ଧରିଲେ ଜଣେ ଭଲ ମଣିଷ ହୋଇପାରିବ ନାହିଁ। ଗୋଟିଏ ଦିନରେ ଝିଅଟିଏ ବାପ ଘରେ ଓ ଶାଶୁ ଘରେ ଖାଇବେ ନାହିଁ। ମୂଲ୍ୟ, ସେ ଜୀବନର କିଛି ମୂଲ୍ୟ ନଥାଏ ଯଦି ଅନ୍ୟର ଉପକାରରେ ନ ଆସେ। ସେ ରୂପର କିଛି ମୂଲ୍ୟ ନଥାଏ ଯଦି ଗୁଣ ନଥାଏ। ସେ ବିଦ୍ୟାର କିଛି ମୂଲ୍ୟ ନଥାଏ ଯଦି ବିନମ୍ରତା ନଥାଏ। ସେ ଅସ୍ତ୍ରର କିଛି ମୂଲ୍ୟ ନଥାଏ ଯଦି ମନରେ ସାହସ ନଥାଏ। ସେ ଖାଦ୍ୟର କିଛି ମୂଲ୍ୟ ନଥାଏ ଯଦି ପେଟରେ ଭୋକ ନଥାଏ। ସେ ଧନର କିଛି ମୂଲ୍ୟ ନଥାଏ ଯଦି କାହାର ସାହାଯ୍ୟରେ ନ ଆସେ। ତଫାତକୁ ସ୍ୱୀକାର କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଅଲଗା। ପ୍ରତ୍ୟେକଙ୍କ ଜୀବନ ପ୍ରତି ଆଭିମୁଖ୍ୟ ଓ କାର୍ଯ୍ୟ କରିବାର ପ୍ରଣାଳୀ ମଧ୍ୟ ଅଲଗା। ତେଣୁ ସମାନ ପରିବେଶ ଓ ପରିସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କର ସମାନ ମନୋଭାବ ସମ୍ଭବ ନୁହେଁ। ଏହି ଅସମାନତାକୁ ସ୍ୱୀକାର କରନ୍ତୁ। ଉଦାହରଣ ସ୍ୱରୂପ, ଆପଣଙ୍କ ଭଉଣୀର ଅସୁସ୍ଥତାରେ ଆପଣଙ୍କ ଆଖିରେ ଲୁହ ଆସିଯାଇପାରେ, କିନ୍ତୁ ଆପଣଙ୍କ ପତ୍ନୀଙ୍କ ମୁହଁରେ ବିଷଣ୍ଣତାର ଦାଗ ନ ଲାଗିପାରେ। ଠିକ୍ ସେହିଭଳି ପତ୍ନୀ ନିଜ ଭଉଣୀର ଅସୁସ୍ଥତାରେ ବ୍ୟସ୍ତ ଓ ବିବ୍ରତ ହୋଇଗଲା ପରେ ସ୍ୱାମୀ ସ୍ୱାଭାବିକ ରହିପାରନ୍ତି। ଏଭଳି ଅସମାନତା ବିଭିନ୍ନ କାରଣରୁ ସ୍ୱାଭାବିକ। ଦୁଃଖର ସାଗର ଭିତରେ ତୁମେ ସୁଖର ନାଁ ମୋର। ହେ ଦେବ, ଦେବଙ୍କର ଦେବ ମହାଦେବ, କେବେ ଦୂରେଇ ଦେବ କଷ୍ଟ ମୋର। ମନ ଯେବେ ହୁଏ ପବିତ୍ର, କାଳିଆକୁ ଦେଖେ ସର୍ବତ୍ର। ମନ ମୋ କାଳିଆ, ଧନ ମୋ କାଳିଆ, ସବୁ ତୋ କାଳିଆ। ଯେବେ ମନ ଦୁଃଖ ଥାଏ ନା, ସେତେବେଳେ ସେହି ମଣିଷକୁ ବହୁତ ମିସ୍ କରେ। ହେଲେ ସେ ବା ଆମକୁ କାହିଁକି ଫିଲ୍ କରିବ? ସେ ତ ଆଉ କାହା ସାଥିରେ ଖୁସିରେ ଅଛି ନା। ଜୟ ଶ୍ରୀ ଜଗନ୍ନାଥ।